প্রিয় দর্শক নমস্কার, মু ডক্টর ভবতোষ মণ্ডল আজি ଆପଣମାନଙ୍କ ଉଦ୍ଦେଶ୍ୟରେ ସେଫାଲେଣ୍ଡା ଇଣ୍ଡିକା ଔଷଧଟି ଆଲୋଚନା କରିବି। ଯେଉଁ ଗଛରୁ ଏହି ଔଷଧଟି ପ୍ରସ୍ତୁତ କରାଯାଏ ସେହି ଗଛଟି ଦେଖିବାକୁ ପ୍ରାୟ କୁନ୍ଦୁରି ଗଛ ପରି, ତାର ପତ୍ର ଠିକ୍ କୁନ୍ଦୁରି ପତ୍ର ପରି, ଫଳ ମଧ୍ୟ ଦେଖିବାକୁ କୁନ୍ଦୁରି ପରି, ମାତ୍ର ଏହି ଫଳ ଦେହରେ ଧଳା ଧଳା ଦାଗ ଥାଏ। ଯେତେବେଳେ ତାହା ପାଚିଯାଏ ପୁରା ଲାଲ ରଙ୍ଗ ଧାରଣ କରେ। ଏହା ବଣ ଜଙ୍ଗଲ ପ୍ରାୟ ସବୁଠାରେ ଦେଖିବାକୁ ମିଳେ। ଏହି ଔଷଧଟି ଲିଭର ଓ ପାନକ୍ରିଅସ୍ ଉପରେ ବହୁତ ଭଲ କାମ କରେ। ଅଧିକ ପିତ୍ତ ହେଲେ ତାକୁ କମ୍ କରେ, ପେଟରେ ଅଧିକ ବାୟୁ ସୃଷ୍ଟି ହେଲେ ଓ ଅଧିକ ପିତ୍ତ ହେଲେ ରୋଗୀର ମୁଣ୍ଡ ଗରମ ହୋଇଯାଏ, ମୁଣ୍ଡ ବଥା ହୁଏ, ଚିଡ଼ଚିଡ଼ା ଲାଗେ, ନିଦ ହୁଏ ନାହିଁ, ଅତି ଅଳ୍ପରେ ରୋଗୀ ରାଗିଯାଏ। ଏପରି ଲକ୍ଷଣ ଥିଲେ ସେଫାଲେଣ୍ଡା କ୍ୟୁ ଏବଂ ଲୋଆର ପୋଟେନ୍ସି ବହୁତ ଉପକାରୀ। ଅତ୍ୟଧିକ ଖରାରେ ବୁଲିବା ପରେ ମୁଣ୍ଡ ବଥା ବା ମୁଣ୍ଡ ଚମଡ଼ାରେ ଜଳାପୋଡ଼ା, ହାତ ପାପୁଲି, ପାଦ ତଳେ ଆଦି ସ୍ଥାନରେ ଜଳାପୋଡ଼ା ହେଉଥିଲେ ଏହି ଗଛର ପତ୍ରକୁ ଛେଚି ଜୁସ୍ ବାହାର କରି ଦଡ଼ିଆ ତେଲ ସହିତ ମିଶାଇ ଲଗାଇଲେ ଉପଶମ ମିଳେ। ଯେହେତୁ ଏହା ଲିଭର ଏବଂ ପାନକ୍ରିଅସ୍ ଉପରେ ଭଲ କାମ କରେ, ତେଣୁ ଏହା ଡାଇବେଟିସ୍ ରୋଗର ଗୋଟିଏ ଉତ୍ତମ ଔଷଧ ଅଟେ। ଯେଉଁ ରୋଗୀମାନେ ଡାଇବେଟିସ୍ ସହିତ ପିତ୍ତ ଓ ଗ୍ୟାସ୍ ସମସ୍ୟାରେ ଭୋଗୁଛନ୍ତି, ଏସିଡ୍ ସମସ୍ୟାରେ ଭୋଗୁଛନ୍ତି, ସେମାନେ 5 ରୁ 7 ଠୋପା ସେଫାଲେଣ୍ଡା କ୍ୟୁ ଅଳ୍ପ ପାଣି ସହିତ ମିଶାଇ ଦିନକୁ 3-4 ଥର ସେବନ କଲେ ଡାଇବେଟିସ୍ ସହିତ ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ। ପ୍ରିୟ ଦର୍ଶକ, ଆମର ଏହି ଭିଡ଼ିଓଟି ଆପଣମାନଙ୍କୁ କିପରି ଲାଗିଲା ତାହା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଭଲ ଲାଗିଛି ତେବେ ସେୟାର କରି ନିଜେ ସୁସ୍ଥ ହେବା ସହିତ ଅନ୍ୟ ରୋଗୀମାନଙ୍କୁ ସୁସ୍ଥ ହେବାକୁ ସହଯୋଗ କରନ୍ତୁ। ଯଦି ଆପଣ ଆମ ଚ୍ୟାନେଲର ନୂତନ ଦର୍ଶକ ତେବେ ପରବର୍ତ୍ତୀ ଭିଡ଼ିଓ ଗୁଡ଼ିକୁ ପାଇବା ପାଇଁ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଧନ୍ୟବାଦ।